ଲକ୍ଷ୍ମୀ ଛଡ଼ା ରାଜା। ଅବଲୋକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଥିଲେ। ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ, ଆମେ ଏଠାରେ ଯେଉଁ କେଇଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ। ପଇସା ନିଅ। ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ। ବୋଲକରା ବ୍ୟାଗ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉଥାଏ। ଗଙ୍ଗା କୂଳମାନଙ୍କରେ ଥିବା ରମଣୀୟ ଘାଟ ଆଦି ଦେଖି ବୋଲକରାର ମନ ବେଶୀ ଖୁସି ହେଇଯାଉଥାଏ। ସେ ପୁଣି ଆଉ କିଛି ବାଟ ଗଲା। ଯାଉ ଯାଉ ତାର ଦୃଷ୍ଟି ଏକ ସୁନ୍ଦର ଚଉପାଢ଼ୀ ଉପରେ ପଡ଼ିଲା। ମାର୍ବଲ ବିଛା ଚଉପାଢ଼ୀର ମଧ୍ୟରେ ଥିଲା ଏକ ସୁନ୍ଦର ଚଉତରା। ତା ଉପରେ ମାର୍ବଲ ନିର୍ମିତ ସୁନ୍ଦର ନାରୀର ମୂର୍ତ୍ତି ଠିଆ ହୋଇଛି। ଆଉ ମଧ୍ୟ ସେହି ନାରୀର ଠିଆ ହୋଇଥିବା ମୂର୍ତ୍ତିର ନିମ୍ନାଂଶରେ ଲେଖାଯାଇଛି, ସହଜରେ ନାରୀମାନଙ୍କୁ ବିଶ୍ୱାସ କରିବ ନାହିଁ। ଏହା ଦେଖି ବୋଲକରା ଭାବିଲା, ଏ କେମିତିକା କଥା? ସମସ୍ତେ କହନ୍ତି ନାରୀ ସନ୍ତାନମାନଙ୍କର ଜନନୀ, ଆଉ ପୁଣି ସନ୍ତାନମାନେ ଏ ଦେଶର ଭବିଷ୍ୟତ। ନାରୀ ମାତୃସ୍ୱରୂପା, ନାରୀ ସର୍ବସହନୀ। ଏତେ ପରେ ଏହି ନାରୀର ମୂର୍ତ୍ତି ତଳେ ଏପରି କାହିଁକି ଲେଖାଯାଇଛି? ସେହି କଥାର ଅସଲ କାରଣ ଜାଣିବା ନିମନ୍ତେ ଅବଲୋକରା ମନରେ ସଙ୍ଗେ ସଙ୍ଗେ ଉତ୍କଣ୍ଠା ଜାତ ହେଲା। ଆଉ ମଧ୍ୟ ତାର ଦ୍ୱିତୀୟ ଆଶ୍ଚର୍ଯ୍ୟ ହେବାର କାରଣ ହେଲା, ଯିଏ ଯେତେବେଳେ ଯେଉଁ ଭାଗ ନେଉଛି ତାହାକୁ ଭୋଗ ନ କରି ମୂର୍ତ୍ତି ପାଖରେ ଥୋଇ ଦେଇ ଯାଉଛି। ଅବଲୋକରା ଏ ସମସ୍ତ ଦେଖିସାରି ଆବଶ୍ୟକୀୟ ସଉଦାପତ୍ର କିଣି ସାରିଲା। ତାପରେ ସେ ଫେରିଲା ଧର୍ମଶାଳାକୁ। ସେତେବେଳକୁ କଥାକାର ନିଜର ନିତ୍ୟକର୍ମ ସମାପନ କରି କୋଥଳି ଭାଗବତ ପାଠ ଶେଷ କରି ନିର୍ମାଲ୍ୟ ପାଉଥାନ୍ତି। ବୋଲକରାକୁ ଦେଖିବା ମାତ୍ରେ ସେ ପଚାରିଲେ, ସବୁ ସଉଦା ଆଣିଲୁ ନା? ଏବେ ପରିବା ସବୁ କାଟିଦିଅ, ରୋଷେଇ ବସେଇବା। ବୋଲକରା କହିଲା, ଦେଖ ମହାନୁଭବ, ବର୍ତ୍ତମାନ ମୁଁ ଯେଉଁ ଦୃଶ୍ୟ ଦେଖିଲି ତାହା ଦେଖି ମୁଁ ଖୁବ୍ ଆଶ୍ଚର୍ଯ୍ୟ ହେଲି। ସେଥିଲାଗି ତରବରରେ ସଉଦା ଧରି ସେଠାରୁ ପଳେଇ ଆସିଲି। ଚତୁର ବ୍ୟଙ୍ଗକାର ପଚାରିଲେ, କ'ଣ ଦେଖିଲୁ? ବୋଲକରା କହିଲା, ଚହଟ ଚିକ୍କଣ ମଣ୍ଡପ ପରେ ସୁନ୍ଦରୀ ରହିଛି ଠିଆ ଭାବରେ। ଲେଖାଯାଇଅଛି ପାଦଦେଶରେ, ବିଶ୍ୱାସ ନ କର ଏ ନାରୀ ଠାରେ। ଚିକ୍କଣ ମୁଖରେ ମସୃଣ ଗଣ୍ଡ, ସତେ ଉଦେ ହୁଏ ସେଠାରେ ଚାନ୍ଦ। ପହୁଡ଼ ପଡ଼ିନି ପଡ଼ିଛି ଖୋଲା, ଭୋଗ ଥୁଆଯାଏ ନ ହୁଏ ପରା। ଏହାର କାରଣ କୁହ ଗୋସାଇଁ, ତାପରେ ହୋଇବ ଆମ ରୋଷେଇ। ଏକଥା ଶୁଣିବା ପରେ ବ୍ୟଙ୍ଗକାର ମନେ ମନେ ହସି ଭାବିଲେ, ଶଳା ବାରିକ ଟୋକାକୁ ଆଣି ମୁଁ କି ହରକତ ହେଲି। ପ୍ରତିଦିନ ଗୋଟିଏ ଗୋଟିଏ ଅଜବ ଘଟଣା ଦେଖି ଆସି ମୋତେ ବଡ଼ ହଇରାଣରେ ପକାଇ ଦେଉଛି। ସେ କହିଲେ, ହଉ ହେଲା, ତୁ ଶଳାଟା ସବୁବେଳେ ପଞ୍ଚମରେ ଥାଉ। ତାହେଲେ ବଟୁଆ ନେ, ଖଣ୍ଡେ ପାନ ଭାଙ୍ଗ। ମୁଁ ତୋର ସେହି ଘଟଣାର ଅସଲ କାରଣଟା ତୋତେ ଯଥାଶୀଘ୍ର ବୁଝାଇ ଦେଉଛି। ଭାଙ୍ଗିବାକୁ ଟାଣ ହୋଇଲାଟି ଜାଣ, ନାରୀ ମୂର୍ତ୍ତି ଗଢ଼ା ସେଠି। ରହିଛି କାରଣ କହୁଅଛି ଧନ, ବୁଝି ଦିଅ ଛତା କାଠି। ସେହି ପାଟଳିପୁତ୍ରର ରାଜା ଥିଲେ ସୌରଭ କୁମାର। ସେଠାରେ ଜଣେ ଖୁବ୍ ଧନୀ ବଣିକ ଥିଲେ। ବଣିକର ନାମ ମହେନ୍ଦ୍ର ଲାଲା। ସେ ବହୁ ରାଜାଙ୍କଠାରୁ ଧନଶାଳୀ। ଏପରି ପ୍ରତିପତ୍ତି ଥିବାରୁ ବଣିକ ମହେନ୍ଦ୍ର ଲାଲାଙ୍କ ପାଖକୁ ପଡ଼ୋଶୀ ରାଜା ଓ ରାଜକୁମାରମାନେ ସେଠାକୁ ଆସିଥାନ୍ତି। ସେହି ବଣିକ ମହେନ୍ଦ୍ର ଲାଲାଙ୍କର ଏକ ସୁନ୍ଦରୀ କନ୍ୟା ଥିଲା। ବଣିକର ସେହି ଝିଅ ଆଉ ପୁଅ ମଧ୍ୟ। ଏହା ବ୍ୟତୀତ ମହେନ୍ଦ୍ର ଲାଲାଙ୍କର ଭାଗ୍ୟରେ ପୁତ୍ର ନଥିଲା। ବଣିକର ଝିଅ ଅମିତ୍ରା ଅତ୍ୟନ୍ତ ରୂପବତୀ ଥିଲେ। ସେହି ରୂପବତୀ କନ୍ୟାର ରୂପରେ ମୋହିତ ହୋଇ ରାଜା ତାକୁ ବିବାହ କରିଥିଲେ। ଏହିପରି ବହୁତ ରାଜା ଓ ରାଜକୁମାର ଅମୃତା ରୂପରେ ମୋହିତ ହୋଇ ସେଠାକୁ ଆସିଥାନ୍ତି। ରୂପବତୀକୁ ଦେଖି ସେମାନେ ତାଙ୍କୁ ଖୁବ୍ ଆଦର ସ୍ନେହ କରନ୍ତି। ଏପରିକି ରୂପବତୀ ଅମିତ୍ରା ରାଜା ଓ ରାଜକୁମାରମାନଙ୍କ ସାଥିରେ ବନ ବିହାରକୁ ଯାଇ ଆନନ୍ଦ କରେ। ସେମାନଙ୍କ ସହିତ ଖେଳେ ଓ ଘୋଡ଼ା ରେସ୍ କରି ଗୃହକୁ ଫେରିଆସେ। ଦିନେ ରାଜା ବନ ବିହାରକୁ ଯାଇ ସେଠାରେ ରୂପବତୀ ଅମୃତାକୁ ଦେଖି ତାକୁ ବିବାହ କରି ରାଜଉଆସକୁ ନେଇଯାଇଥିଲେ। ଅମୃତା ଖୁବ୍ ଅୟସରେ ତାଙ୍କ ରାଣୀ ଉଆସରେ ରହୁଥାଏ।
ସେ ଏତେ ରୂପବତୀ ସୁନ୍ଦରୀ ଯେ ଅମୃତାକୁ ଉଆସରେ ରହିବା ଦେଖି ତା ରୂପରେ ମୋହିତ ହୋଇ ସେହି ରାଜ୍ୟର ମନ୍ତ୍ରୀ ପୁଅ ଓ ସେନାପତି ପୁଅ ତା ସହିତ ମିଳାମିଶା କଲେ। ରାଣୀ ଅମୃତା ନିଜର ଉଆସରେ ରହି ମନ୍ତ୍ରୀ ପୁଅ ଓ ସେନାପତି ପୁଅଙ୍କ ସହିତ ମିଳାମିଶା କରିବା ଦ୍ୱାରା ରାଜ୍ୟ ପାଇଁ ତାହା ପାତକ ହେଲା। ରାଣୀ ଅମୃତା ଲାଗି ସେ ରାଜ୍ୟରେ ପାପ ବଢ଼ିଲା। ରାଜା ଉଆସରେ ପାପ ପୁଣ୍ୟ ହୋଇଯିବାରୁ ମା ସାଆନ୍ତାଣୀ ଲକ୍ଷ୍ମୀ ସେହି ରାଜ ଉଆସ ତ୍ୟାଗ କରି ପଳେଇଗଲେ। ରାଜ୍ୟରୁ ଲକ୍ଷ୍ମୀ ଛାଡ଼ିଯିବାରୁ ରାଜ୍ୟରେ ଦୁର୍ଭିକ୍ଷ ମହାମାରୀ ପରି ସମସ୍ତ ପ୍ରକାର ବିପଦମାନ ମାଡ଼ି ଆସିଲା। ରାଣୀ ରୂପବତୀ ଅମୃତାଙ୍କର ପୂର୍ବ ସୁନ୍ଦରୀ ରୂପ ଆଉ ରହିଲା ନାହିଁ। ସେ କୁରୂପରେ ଦେଖାଗଲେ। ରାଜା ନିଜ ରାଜ୍ୟ ଓ ପଡ଼ୋଶୀ ରାଜ୍ୟରୁ ବଛା ବଛା ବୈଦ୍ୟ ତାନ୍ତ୍ରିକ ଗୁଣିଆ ଯେତେ ଯାହା ଆଣିଲେ ମଧ୍ୟ କିଛି ବି କାମ କଲା ନାହିଁ। ରାଣୀ ଅମୃତା ଆଉ କେବେ ଭଲ ହେଲେ ନାହିଁ। ପଡ଼ୋଶୀ ଶତ୍ରୁମାନେ ତାଙ୍କ ରାଜ୍ୟକୁ ଖଣ୍ଡ ଖଣ୍ଡ କରି ନିଜ ଦଖଲକୁ ନେଇଗଲେ। ଶେଷରେ ଏହି ରାଣୀ ଲାଗି ରାଜାଙ୍କର ରାଜ୍ୟ ଗଲା, ସିଂହାସନ ଗଲା। ଶେଷରେ ସେ ପାପିନୀ ରାଣୀର ମଧ୍ୟ ମୃତ୍ୟୁ ହୋଇଗଲା। ଏହାପରେ ଦୁର୍ଭାଗ୍ୟ ଯେ ରାଜା ସୌରଭ କୁମାରଙ୍କର ମାନସିକତା ବଢ଼ିଯିବାରୁ ସେ ପାଗଳ ପ୍ରାୟ ମୃତ ରାଣୀକୁ କାନ୍ଧରେ ବୋହି ଚାରିଆଡ଼େ ଭ୍ରମଣ କରିବାକୁ ଲାଗିଲେ। ଶେଷରେ ରାଣୀଙ୍କ ଶବ ପଚି ଗନ୍ଧ ହେବାରୁ ପଥଚଲା ଲୋକ ରାଜାଙ୍କୁ ଛି ଛିକାର କରନ୍ତେ ରାଜା ବାଧ୍ୟ ହୋଇ ସେହି ଶବକୁ ନେଇଗଲେ ଗଙ୍ଗାରେ ପକାଇ ଦେବାକୁ। ଗଲାବେଳେ ମା ସାଆନ୍ତାଣୀ ଜଗତ ଜନନୀ ଲକ୍ଷ୍ମୀ ଓ ସଦାଶିବ ସେଠାରେ ଉପସ୍ଥିତ ହୋଇ ସେହି ମୃତ ରାଣୀକୁ ବଞ୍ଚାଇ ଦେଲେ। ଆଉ କହିଲେ, ହେ ରାଜା, ତୁମର କଲାକର୍ମର ଫଳ ଭୋଗ ସରିଲା। ଏବେ ଯାଅ, ତୁମେ ତୁମ ରାଣୀକୁ ଧରି ସୁଖରେ ରୁହ। ଏହାପରେ ଅନ୍ନପୂର୍ଣ୍ଣା ଓ ସଦାଶିବ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ। ରାଜା ରାଣୀକୁ ନେଇ ନିଜର ରାଜ୍ୟ ନଥିବାରୁ ଗଙ୍ଗା କୂଳଠାରେ ଗୋଟିଏ କୁଡ଼ିଆ ନିର୍ମାଣ କରି ରହିଲେ। ରାଜକୁମାରୀ ଅମୃତା ମଧ୍ୟ ଆଗଠାରୁ ଆହୁରି ସୁନ୍ଦରୀ ଦେଖାଗଲା। ଏହିପରି କିଛି ଦିନ ବିତିଗଲା। ରାଜା ସୌରଭ କୁମାର ଓ ରାଜକୁମାରୀ ଅମୃତା ଏହି କୁଟୀର ମଧ୍ୟରେ ଥିବାବେଳେ ରାଜା ଥରେ ବାହାରକୁ କୌଣସି କାର୍ଯ୍ୟରେ ବାହାରିଗଲେ। ଠିକ୍ ଏହି ସମୟରେ ମହାରାଷ୍ଟ୍ରର ରାଜା ଓ ଯୁବରାଜ ବନ ଭ୍ରମଣରେ ଯାଉଥିବା ସମୟରେ ସେମାନେ ରାସ୍ତାରେ ଅଟକିଗଲେ। ପତ୍ର କୁଡ଼ିଆ ମଧ୍ୟରେ ଅମୃତା ରାଜକୁମାରୀକୁ ଦେଖି ମହାରାଷ୍ଟ୍ରର ରାଜକୁମାର ବିସ୍ମିତ ହୋଇଗଲା। ଉଭୟଙ୍କର ଦେଖା ସାକ୍ଷାତରେ ଅତୀତର କଥାକୁ ମନେ ପକାଇ ରାଜକୁମାରୀ ଅମୃତା କହିଲା, ମୋତେ ଜଣେ ଭୃତ୍ୟ ଆଣି ଏଠାରେ ରଖିଛି। ତୁମର ଯେବେ ମୋ ପ୍ରତି ଲୋଭ ଅଛି ତ ମୋତେ ଏଠାରୁ ନେଇ ପଳେଇ ଚାଲ। ମହାରାଷ୍ଟ୍ରର ରାଜକୁମାର ମଧ୍ୟ ବହୁତ ଦିନ ହେଲା ରାଜକୁମାରୀ ଅମୃତାକୁ ଖୋଜୁଥିଲା। ଭାଗ୍ୟ ଭଲ, ଆଜି ସେ ତାକୁ ନିକଟରେ ପାଇଥିବାରୁ ରାଜକୁମାରୀ ଅମୃତାଙ୍କୁ ସଙ୍ଗେ ସଙ୍ଗେ ନିଜ ଅଶ୍ୱରେ ବସାଇ ନେଇ ସେଠାରୁ ପଳେଇଗଲା ଓ ନିଜ ରାଜ୍ୟରେ ପହଞ୍ଚି ସେହି ରାଜକୁମାରୀ ଅମୃତାକୁ ବିବାହ କଲା। ଏହାପରେ ରାଜକୁମାରୀ ଅମୃତା ସେଠାରେ ରାଜବନ୍ଧୁ ଭାବରେ ରହିଲା। ଦିନକର କଥା, ରାଜକୁମାରୀ ଅତୀତରେ ଯେଉଁ ମନ୍ତ୍ରୀ ପୁଅ ସାଙ୍ଗରେ ମିଳାମିଶା କରୁଥିଲା, ହଠାତ୍ ତାର ସେହି ମନ୍ତ୍ରୀ ପୁଅ ସାଥିରେ ଭେଟ ହେଲା। ମନ୍ତ୍ରୀ ପୁଅକୁ ଦେଖି ଖୁବ୍ ଆନନ୍ଦିତ ହେଲା ସେହି ରାଜକୁମାରୀ ଅମୃତା। ସେଦିନ ସେହି ମନ୍ତ୍ରୀ ପୁଅକୁ ପାଖକୁ ଡାକି ତାକୁ ନିଜ ଅତୀତର କଥା ସମସ୍ତ କହିଲା ଓ ମହାରାଷ୍ଟ୍ରର ରାଜା ପୁଅ ନଥିବା ସମୟରେ ତୁମେ ମୋ ପାଖକୁ ଆସିବ ବୋଲି ତାକୁ ବହୁ ଅନୁରୋଧ କଲା। ପୂର୍ବଠାରୁ ରାଜକୁମାରୀ ଅମୃତା ଅତି ସୁନ୍ଦରୀ ଦେଖାଯାଉଥିବାରୁ ମନ୍ତ୍ରୀ ପୁଅ ତା ରୂପରେ ମୋହିତ ହୋଇ ସବୁଦିନ ଆସି ତା ସହିତ ସାକ୍ଷାତ କଲା। ଏମିତି କିଛି ଦିନ ଯା ଆସ କରନ୍ତେ ଅମୃତା ସୁନ୍ଦରୀ ସାଥିରେ ସେ ମନ୍ତ୍ରୀ ପୁଅ ରତି କ୍ରୀଡ଼ା ମଧ୍ୟ କଲା। ମନ୍ତ୍ରୀ ପୁଅ ଓ ଅମୃତାର ମନ ଏକ ହେବାରୁ ଦୁହିଁଙ୍କ ମନରେ କୁବୁଦ୍ଧି ପ୍ରବେଶ କରନ୍ତେ ସେ ଦୁହେଁ ଏହି ରାଜ୍ୟ ଛାଡ଼ିବାକୁ ଇଚ୍ଛା କଲେ। ପରିଶେଷରେ ସେହି ମନ୍ତ୍ରୀ ପୁଅ ଅମୃତାକୁ ନିଜ ଘୋଡ଼ାରେ ବସାଇ କାଶ୍ମୀର ନାମକ ଏକ ରାଜ୍ୟକୁ ନେଇ ପଳାଇଗଲା। ଅମୃତା ସହିତ ମନ୍ତ୍ରୀ ପୁଅ ସେଠାରେ କିଛି ଦିନ ବସବାସ କଲେ। ଅମୃତା ଦେଖିଲା ଯେ ସେହି ଦେଶର ଯୁବକମାନେ ତାଙ୍କ ରାଜ୍ୟର ଯୁବକମାନଙ୍କ ଠାରୁ ରୂପରେ ଓ ଗୁଣରେ ଅତି ସୁନ୍ଦର। ସେମାନଙ୍କ ଅମାପ ଧନ ସମ୍ପତ୍ତି ମଧ୍ୟ ରହିଛି। ପୁଣି ରସିକତା କରିବାରେ ସେମାନେ ଖୁବ୍ ଧୁରନ୍ଧର। ଚରିତ୍ରହୀନ ଅମୃତା ମନ୍ତ୍ରୀ ପୁଅର ଅଜାଣତରେ କାଶ୍ମୀରୀ ଯୁବକମାନଙ୍କ ସହିତ ଗୋପନରେ ରତି କ୍ରୀଡ଼ା କଲା। ଅନେକ ସମୟରେ ମନ୍ତ୍ରୀ ପୁଅ ପାଖରେ ରହୁଥିବାରୁ ଅମୃତା କୌଶଳ କରି ମନ୍ତ୍ରୀ ପୁଅକୁ ମଧ୍ୟ ମାରିଦେଇ ସେଠାରେ ପୁନଶ୍ଚ ଗଣିକା
କାର୍ଯ୍ୟ ଆରମ୍ଭ କରିଦେଲା। ଏଣେ ରାଜା ବନରୁ ଫେରି ଆସି ଦେଖିଲେ ରାଣୀ ଅମୃତା ତାଙ୍କ ପତ୍ର କୁଡ଼ିଆରେ ନାହିଁ। ପୂର୍ବରୁ ସେହି ଅମୃତା ଲାଗି ରାଜା ନିଜ ରାଜ ଉଆସ ତଥା ପ୍ରଜା ସବୁକୁ ହରାଇ ଦରିଦ୍ର ହୋଇଯାଇଥିଲେ। ଏବେ ପୁଣି ରାଣୀ ଅମୃତାକୁ ହରାଇବା ପରେ ରାଜା ପାଗଳ ପ୍ରାୟ ହୋଇ ବୁଲିବାକୁ ଆରମ୍ଭ କଲେ। ସେତେବେଳେ ଅମୃତାଙ୍କର ପିତା ବୁଢ଼ା ହୋଇଗଲେଣି। ସେ ତାଙ୍କ ଜ୍ୱାଇଁଙ୍କର ଏପରି ଦୁଃଖଦ ସମ୍ବାଦ ଶୁଣି ମର୍ମାହିତ ହେଲେ। ଏହାପରେ ଦିନେ ସେହି ରାଜ୍ୟରେ ବୃଦ୍ଧ ରାଜା ବିଶ୍ୱନାଥ ମନ୍ଦିରରେ ଦିଅଁ ଦର୍ଶନରେ ଯାଇଥିବା ବେଳେ ପାଗଳ ପ୍ରାୟ ବୁଲୁଥିବା ଅବସ୍ଥାରେ ତାଙ୍କ ଜ୍ୱାଇଁଙ୍କୁ ଭେଟିଲେ। ଜ୍ୱାଇଁଙ୍କୁ ବୁଝାଇ ସୁଝାଇ ନିଜ ଉଆସକୁ ନେଇଗଲେ। ଦିନେ ସଦାଶିବ ସେହି ବୃଦ୍ଧ ରାଜାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କ ଝିଅ ଜ୍ୱାଇଁଙ୍କର ପୂର୍ବରୁ ଯାହା ଯାହା ସବୁ ଘଟି ଯାଇଥିଲା ସେ ସବୁ କଥାକୁ ତାଙ୍କୁ ଜଣାଇ ଦେଲେ। ଏହାପରେ ସଦାଶିବଙ୍କ କୃପାରୁ ସୌରଭ କୁମାର ଆଉ ଥରେ ରାଜା ହେଲେ। ତାପରେ ବୁଢ଼ା ରାଜା ମରିଗଲେ। ସେହି ବୃଦ୍ଧ ରାଜାଙ୍କର ତ ଗୋଟିଏ କନ୍ୟା ଥିଲା। ଏବେ ସୌରଭ କୁମାର ପୁନଃ ରାଜା ହୋଇଯିବା ପରେ ତାଙ୍କ ସହିତ ସେହି କନ୍ୟାର ବିବାହ ହେଲା। ଶ୍ୱଶୁର ରାଜା ମରିବା ଆଗରୁ ତ ତାଙ୍କ ରାଜ୍ୟରେ ସମସ୍ତ ଧନରତ୍ନ ତାଙ୍କ ଜ୍ୱାଇଁଙ୍କୁ ଦେଇଦେଲେ। ଏହାପରେ ରାଜା ସୌରଭ କୁମାର ତାଙ୍କ ସ୍ୱର୍ଗୀୟ ଶ୍ୱଶୁରଙ୍କ ନାମରେ ଏକ ଧର୍ମଶାଳା ତୋଳାଇଲେ। ଏହାକୁ ଯାତ୍ରୀ ନିବାସ ଭାବରେ ବ୍ୟବହାର କରିବାକୁ ନିୟମ ବାନ୍ଧିଦେଲେ। ଏହାପରେ ତାଙ୍କ ରାଜ୍ୟରେ ଥିବା ସମସ୍ତ ଗୁପ୍ତଚରଙ୍କୁ ଅମୃତା କୁମାରୀର ସନ୍ଧାନ କରିବାକୁ ନିଯୁକ୍ତ କଲେ। ନୂଆକରି ରାଜା ହୋଇଯାଇଥିବା ସୌରଭ କୁମାରଙ୍କର ଆଦେଶରେ ଗୁପ୍ତଚରମାନେ ନିୟତରେ ଗୁପ୍ତଚର କାମ କରିବାରୁ ସେମାନେ ରାଣୀ ଅମୃତା କାଶ୍ମୀର ଠାରେ ରହୁଥିବାର ସମ୍ବାଦ ଆଣି ରାଜା ସୌରଭ କୁମାରଙ୍କ ପାଖରେ ପହଞ୍ଚାଇଲେ। ଅମୃତା 2-4 ଦିନ ଏଠାରେ ରହିବାରୁ ସେ ତା ମନ ମଧ୍ୟରେ ପୁଣି ମାୟା ରଚିଲା। ସେ ତାର ପୂର୍ବ ପରିଚୟ ନ ଦେଇ କହିଲା, ମୁଁ ଅମୃତା ବୋଲି ଯାହା କହୁଛି ମୁଁ ତାହା ନୁହେଁ। ମୁଁ କାଶ୍ମୀର ରାଜ୍ୟର କନ୍ୟା। ସେ ଆଜି ଯାଏ ଅବିବାହିତ ରହି ଆନନ୍ଦରେ ରହି ସମୟ ଅତିବାହିତ କରୁଛି। ଅମୃତା କେତେ ଗୁଡ଼ାଏ ଡାହା ମିଥ୍ୟା କଥା ମାନ କହୁଛି। ଏଥିରେ ରାଜାଙ୍କର ରାଗ ପାଦଠାରୁ ଯାଇ ମଥାରେ ରହିଲା। ସେ କ୍ରୋଧିତ ହୋଇ ସଦାଶିବଙ୍କ ଠାରୁ ପ୍ରାପ୍ତ ହୋଇଥିବା ମନ୍ତ୍ରକୁ ପ୍ରୟୋଗ କଲେ। ଏପରି କନ୍ୟା ସଂସାରରେ ରହିଲେ ବହୁ ଲୋକଙ୍କର ବହୁ ବିନାଶର କାରଣ ହେବ। ତେଣୁ ତାକୁ ପାଷାଣୀ କରି ରଖିଦେବା ଦରକାର। ସଦାଶିବଙ୍କ ମନ୍ତ୍ରରେ ଅମୃତା ପାଷାଣ ହୋଇଗଲା। ଏହି ପାଷାଣୀର ମୂର୍ତ୍ତି ଯେଉଁଠାରେ ରହିଲା ରାଜା ସେହି ଗଙ୍ଗା କୂଳରେ ଗୋଟିଏ ଚଉତରା ନିର୍ମାଣ କରି ଲେଖିଦେଲେ, ସଂସାରରେ ଆଉ ନାରୀମାନଙ୍କୁ ବିଶ୍ୱାସ କରିବାକୁ ହେବ ନାହିଁ। କାରଣ ଏହି ଅବିଶ୍ୱସନୀ ନାରୀ ପାଇଁ ସେହି ରାଜା ଦିନେ ଲକ୍ଷ୍ମୀ ଛଡ଼ା ହୋଇଥିଲେ। କାହାଣୀଟି ଏତିକି, ମୋଗ ପାପାଡ଼ି ସେତିକି। ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଲେ, ଷ୍ଟୋରିଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁନି। ରହୁଛି, ଧନ୍ୟବାଦ।